ଦେଖନ୍ତୁ ରୋଟରୀ ହେଉଛି ଆପଣମାନେ ଜାଣିଛନ୍ତି ବିଶ୍ୱର ସର୍ବବୃହତ ସେବା ସଂସ୍ଥା। ଏଇ ରୋଟରୀ ମାନେ ରୋଟେଟ୍। ଆଜି ମୁଁ ଗଭର୍ଣ୍ଣର ରୂପେ ଅଛି, କାଲି ଆଉ ଜଣେ ଗଭର୍ଣ୍ଣର ରୂପେ ଆସିବେ। ପ୍ରତି ସମୟରେ ପରିବର୍ତ୍ତନ ଭଳି ଏଇଭଳି ଗଭର୍ଣ୍ଣର ମଧ୍ୟ ଚେଞ୍ଜ ହୁଅନ୍ତି। ତେଣୁ କିନ୍ତୁ ଆମର ସବୁବେଳେ ଗୋଟେ ଆଭିନ୍ୟୁ ଅଫ୍ ସର୍ଭିସ୍, 5 ଆଭିନ୍ୟୁ ଅଫ୍ ସର୍ଭିସ୍, 7 ଫୋକସ୍ ଏରିଆ ଉପରେ ଆମେ ଯେଉଁମାନେ ରୋଟରୀ ଗଭର୍ଣ୍ଣର ରହୁ କି ଯେଉଁମାନେ ରୋଟେରିଆନ୍ ରହୁ ଆମେ ନିରନ୍ତର ସେବା କରୁ। ତା ପଛରେ ଆମର କୌଣସି ସ୍ୱାର୍ଥ ନଥାଏ, ଆଉ ସ୍ୱାର୍ଥରୁ ଉର୍ଦ୍ଧ୍ୱରେ ରହି ସବୁବେଳେ ରୋଟାରିଆନ୍ ମାନେ କାମ କରନ୍ତି। ବିଗତ ବର୍ଷ ଦିନକରେ ଆମେ ଅନେକ କିଛି କାର୍ଯ୍ୟ କରିଛୁ, ଅନେକ ଗରିବ ଲୋକଙ୍କ ପାଖରେ ପହଞ୍ଚିଛୁ, ବିଭିନ୍ନ ଜନହିତକର କାର୍ଯ୍ୟ ମଧ୍ୟ କରିଛୁ। ଶିକ୍ଷା କ୍ଷେତ୍ରରେ ହେଉ, ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ, ଏନଭାରମେଣ୍ଟ କ୍ଷେତ୍ରରେ ହେଉ, ପ୍ରତ୍ୟେକ ଜାଗାରେ ଆମେ ଯାଇକରି କାମ କରିଛୁ, ଲୋକଙ୍କ ପାଖରେ ପହଞ୍ଚୁ, ଗ୍ରାସ ରୁଟ୍ ଲେଭେଲକୁ ଯାଇଛୁ, ଲୋକଙ୍କର ଦୁଃଖ ପାଖରେ ଯାଇ ତାଙ୍କ ପାଖରେ ଦୁଃଖୀଙ୍କ ପାଖରେ ଠିଆ ହେଇଛୁ। ତା ପଛରେ ଗୋଟିଏ ଉଦ୍ଦେଶ୍ୟ ରହିଛି, ଗୋଟିଏ ବାର୍ତ୍ତା ରହିଛି। ଆସନ୍ତୁ ଆମେ ସମସ୍ତେ, ଆମକୁ ଭଗବାନ ସବୁକିଛି ଦେଇଛନ୍ତି, ଆମ ପାଖରେ ଅର୍ଥ ଅଛି, ଆମ ପାଖରେ ଘର ଦ୍ୱାର ସବୁ କିଛି ଅଛି, କିନ୍ତୁ ଆମ ପାଖରେ ଗୋଟିଏ ଜିନିଷର ଅଭାବ ରହିଛି, ସେଇଟା ହେଉଛି ସୁକୁନ, ଯେଉଁଟା ହେଉଛି ଶାନ୍ତି। ସେଇ ଶାନ୍ତି ଟିକେ ପାଇଁ ଆମ ସମଗ୍ର ବିଶ୍ୱ ଆଜି ଚିନ୍ତାରେ ପଡ଼ିଛି ଯେ ୱି ହାଭ୍ ଏଭ୍ରିଥିଙ୍ଗ ବଟ୍ ୱି ନେଭର୍ ଗେଟ୍ ପିସ୍। ତେଣୁ ସେ ପିସ୍ ପାଇବା ପାଇଁ ଆମେ ସମସ୍ତେ ବର୍ତ୍ତମାନ ପ୍ରୟାସ କରୁଛୁ କିଭଳି ଭାବରେ ଗୋଟେ ଦୁଃଖୀ ରଙ୍କି ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଇଁ, ଯେଉଁଟାକୁ ଆମେ ସୋସିଆଲ ୱାର୍କ କହୁଛୁ, ସୋସିଆଲ ୱାର୍କ କରିବା ଦ୍ୱାରା ଆମେ ଟିକେ ଆତ୍ମସନ୍ତୋଷ ଲାଭ କରୁଛୁ। ତେଣୁ ରୋଟାରିଆନ୍ ମାନଙ୍କର ପ୍ରଥମ କାର୍ଯ୍ୟ ହେଲା କିଭଳି ଭାବରେ ଅନ୍ୟ ଲୋକଙ୍କର ସେବା କରିବେ। ତେଣୁ ମୋର ବିଶ୍ୱାସ ଏଇ ଯେଉଁ 2026 ଯେଉଁ ନୂଆ ବର୍ଷ ଆସିଛି, ଆମେ ନୂତନ ସଂକଳ୍ପ ନେଇଛୁ। ଆପଣମାନେ ଦେଖିଥିବେ ବିଭିନ୍ନ ଜାଗାରେ ବିଲବୋର୍ଡ ମୋର ଲାଗିଛି ଓଡ଼ିଶାର ବିଭିନ୍ନ ସ୍ଥାନରେ। ସେଥିରେ ମୁଁ ଗୋଟିଏ ବାର୍ତ୍ତା ଦେଇଛି, ଆସ ଭଲ କାମ କରିବା, ପ୍ଲିଜ୍ ଡୁ ସମ୍ ଗୁଡ୍ ୱାର୍କ ଫର୍ ଦି କମ୍ୟୁନିଟି। ଆସନ୍ତୁ, ସମସ୍ତଙ୍କର ଏଇଟା କର୍ତ୍ତବ୍ୟ। ଏଇଟା ଜଣେ କେବଳ ଆଜି ଶପଥ ନେଲେ ହେବ ନାହିଁ, ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ଭଗବାନ ଟିକେ ଏଷ୍ଟାବ୍ଲିଶ୍ କରି ରଖିଛନ୍ତି, ସମସ୍ତଙ୍କର କର୍ତ୍ତବ୍ୟ ହାତ ବଢ଼େଇବା ଦରକାର। ଯେ ଦୁଃଖୀ ରଙ୍କି ଯେଉଁମାନେ ସମାଜରେ ଅଛନ୍ତି, ଯେଉଁମାନେ ଅସୁବିଧାରେ ଅଛନ୍ତି, ଯେଉଁମାନେ ହେଲ୍ପଲେସ୍ ଲୋକ ଅଛନ୍ତି, ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ଅସୁବିଧାରେ ଆମେ ଠିଆ ହେବା, ତାଙ୍କ ଦୁଃଖ ସୁଖରେ ସାଥୀ ହେବା, ଏଇ ସଂକଳ୍ପ ନେବା। ଆଉ ଯଦି ଆମେ ଏଇ କାର୍ଯ୍ୟଟି କରିପାରିବା, ନିଶ୍ଚିତ ରୂପେ ନୂତନ ବର୍ଷରେ ଆମେ କ'ଣ କରିଛେ କ'ଣ ନ କରିଛେ ତାର ତର୍ଜମା ନ କରି ଆମେ ଆତ୍ମସନ୍ତୋଷ ଲାଭ କରିବା, ଯାହାଦ୍ୱାରା କି ଆମେ ଶାନ୍ତି ଟିକେ ପାଇପାରିବା। ଦେଖନ୍ତୁ, ରୋଟରୀ କ୍ଲବ ତରଫରୁ ଆପଣ ଆର୍ଟିଫିସିଆଲ ଲିମ୍ବ ଠାରୁ ଆରମ୍ଭ କରି ଆର୍ଟିଫିସିଆଲ ଲେଗ୍ ଆରମ୍ଭ କରି ଆପଣଙ୍କର କାଟ୍ରାକ୍ଟ ଅପରେସନ୍ ମାଗଣାରେ, ଚଷମା ବଣ୍ଟନ କରାଯାଉଛି, ହାର୍ଟ ସର୍ଜରୀ କରାଯାଉଛି, ପ୍ଲାଣ୍ଟେସନ୍ ଇଚ୍ ୱାନ୍ ପ୍ଲାଣ୍ଟ 10 ଗଛ କିଭଳି ଭାବରେ ଲଗାଯିବ ତାର ବ୍ୟବସ୍ଥା କରାଯାଉଛି। ଖାଲି ଗଛ ଲଗାଇବାର ନାହିଁ, ଗଛକୁ କିଭଳି ଭାବରେ ସୁରକ୍ଷା ଦେବୁ ସେ ବ୍ୟବସ୍ଥା ମଧ୍ୟ ଆମେ କରାଯାଉଛୁ। ଆଉ ସବୁଠାରୁ ବଡ଼ କଥା, ବର୍ତ୍ତମାନ ଆମର ଗୋଟେ ସ୍ଲୋଗାନ ରହିଛି, ଅର୍ଗାନ ଡୋନେସନ୍, ଡୋନେଟ୍ ୟୁଅର୍ ଅର୍ଗାନ ଆଫ୍ଟର ୟୁଅର୍ ଡେଥ୍। ଆପଣ ମୃତ୍ୟୁ ପରେ ଆପଣଙ୍କର ଅର୍ଗାନଟି ଦାନ କରନ୍ତୁ, ତାଦ୍ୱାରା କି ଅନ୍ୟ ଗୋଟିଏ ଲୋକ 30 ବର୍ଷ 40 ବର୍ଷ ଦେଖିପାରୁ କିମ୍ବା ସେ ବଞ୍ଚିପାରୁ। ତା ସହିତ ବିଭିନ୍ନ ସାମାଜିକ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଛୁ। ସ୍ୱାବଲମ୍ବୀ କାର୍ଡ ଆମେ ଦେଉଛୁ ଲୋକଙ୍କୁ, ଯେଉଁମାନେ କି ସମାଜରେ ଯେଉଁମାନେ ନିଡି ବେନିଫିସିଆରି ଅଛନ୍ତି, ସେମାନଙ୍କୁ ମାଗଣାରେ ଆମେ ସ୍ୱାବଲମ୍ବୀ କାର୍ଡ ଦେଉଛୁ, ଯେଉଁଥିରେ କି ସେମାନେ ସେମାନଙ୍କର ଲାଇଭଲିହୁଡ୍ ଯେଉଁଟା କୁହାଯାଉଛି, ଯେଉଁଟା ତାଙ୍କର ଘରର ଭରଣ ପୋଷଣ, ତାକୁ ମଧ୍ୟ କରିପାରିବେ। ଯାହାକି ସେମାନଙ୍କୁ ଗୋଟିଏ ପ୍ରେରଣା ଦେବ ଯେ ଯାଇକିରି କାହା ପାଖରେ ହାତ ପତେଇବେ ନାହିଁ, ଭିକ ମାଗିବେ ନାହିଁ, ଡୋଣ୍ଟ ବେଗ୍ ଇନ୍ ଫ୍ରଣ୍ଟ ଅଫ୍ ଅଦର୍ସ। ଆ ପଛରେ ଗୋଟେ ସ୍ଲୋଗାନ ରହିଛି। ତେଣୁ ସେ ସ୍ଲୋଗାନକୁ ଆମେ ସମସ୍ତଙ୍କ ପାଖରେ ପହଞ୍ଚେଇଛୁ। ଯେଉଁମାନେ ନିଡି ବେନିଫିସିଆରି ମାନେ ଅଛନ୍ତି, 125ଟି କ୍ଲବ ମାଧ୍ୟମରେ ଆମେ ପ୍ରତ୍ୟେକ ଜାଗାରେ ଲୋକଙ୍କ ପାଖରେ ପହଞ୍ଚିଛୁ। କେଉଁ ବେନିଫିସିଆରିର ନିହାତି ଦରକାର ଏ ସ୍ୱାବଲମ୍ବୀ କାର୍ଡଟି। ସେ ସ୍ୱାବଲମ୍ବୀ କାର୍ଡ ଦ୍ୱାରା ଆମେ ଦେଖିଛୁ ବର୍ତ୍ତମାନ ଭୁବନେଶ୍ୱର, କଟକ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର 25ଟା ଜିଲ୍ଲାରେ ପ୍ରତ୍ୟେକ ଜାଗାରେ ଆମେ ସେ କାର୍ଯ୍ୟ କରିଛୁ। ଆଉ ପ୍ରତ୍ୟେକ ଜାଗାରେ କିଛି ନା କିଛି ବେନିଫିସିଆରି ମାସକୁ 25,000 ରୁ 30,000 ଟଙ୍କା ରୋଜଗାର ମଧ୍ୟ କରିପାରୁଛନ୍ତି ତାଙ୍କ ପରିବାର। ତେଣୁ ଏଇଭଳି ଅନେକ କିଛି କାର୍ଯ୍ୟ ଆମେ ରଖିଛୁ। ସମାଜରେ କିଭଳି ଶାନ୍ତି ପ୍ରତିଷ୍ଠା ହେବ, ହାଉ ପିସ୍ ପ୍ରିଭେଲ୍ ଇନ୍ ଦ ୱାର୍ଲଡ। ତେଣୁ ତା ଉପରେ ମଧ୍ୟ ଆମେ କାମ କରୁଛୁ। ରୋଟାରୀର ପ୍ରତ୍ୟେକ କାର୍ଯ୍ୟ ରହିଲା ଯେ ସମାଜରେ କିଭଳି ଉନ୍ନତିମୂଳକ କାର୍ଯ୍ୟ କରିବ, ଗଠନମୂଳକ କାର୍ଯ୍ୟ କରିବ। ତେଣୁ ସମସ୍ତଙ୍କର ପ୍ରୟାସ ଅଛି। ମୋର ବିଶ୍ୱାସ ଏଇ ଯେଉଁ ନୂତନ ବର୍ଷ 2026ରେ ଯେଉଁ 4,500 ରୋଟାରିଆନ୍ ଆମ ଜିଲ୍ଲାରେ ଅଛନ୍ତି, ନିଶ୍ଚିତ ରୂପେ ସମସ୍ତେ ଏ କ୍ଷେତ୍ରରେ ଉଦ୍ୟମ ଓ ପ୍ରୟାସ ଜାରି ରଖିବେ। ଆପଣଙ୍କର ଦେଖନ୍ତୁ, ତମାଖୁ ବର୍ଜନ ତ ନିହାତି ଆବଶ୍ୟକତା ରହିଛି। ଆଜି ଆମେ ଯେଉଁମାନେ ତମାଖୁ ବ୍ୟବହାର କରୁଛୁ କି ନିଶା ସେବନ କରୁଛୁ, ସେମାନେ ଆମ ନିଜ ପାଇଁ ନୁହଁ, ଆମେ ଆମ ପରିବାର କଥା ଟିକେ ଚିନ୍ତା କରିବା ଦରକାର। ତୁମକୁ ପରିବାରରେ ଆଉ ଜଣେ କିଏ ଅପେକ୍ଷା କରି ବସିଛନ୍ତି, ତୁମ ପିଲା ଅପେକ୍ଷା କରି ବସିଛନ୍ତି, ତୁମ ପରିବାର ବାପା ମା ତୁମକୁ ଅପେକ୍ଷା କରି ବସିଛନ୍ତି। ତେଣୁ ତୁମର ଜୀବନଟି
तुम परिवार ପାଇଁ ନିହାତି ଆବଶ୍ୟକ ରହିଛି। ତେଣୁ ନିଶା ତ ବର୍ଜନ କରିବା ନିହାତି ଦରକାର। ସରକାରଙ୍କ ପକ୍ଷରୁ ବିଭିନ୍ନ ଆୱାରନେସ୍ ପ୍ରୋଗ୍ରାମ ରହିଛି, ରୋଟାରୀ ତରଫରୁ ରହିଛି। ଖାଲି ରୋଟାରୀ ନୁହଁ, ବିଭିନ୍ନ ଏନଜିଓ ତରଫରୁ ଆପଣ ପ୍ରତ୍ୟେକ ଜାଗାରେ ଦେଖିବେ ବିଲବୋର୍ଡ ହୋର୍ଡିଂ ସବୁ ବିଭିନ୍ନ ଜାଗାରେ ଲାଗିଛି। ପ୍ରତ୍ୟେକ ଜାଗାରେ ନିଶା ବାରଣ କରାଯାଇଛି। ସଚେତନ ହେଲେ ଏ କାର୍ଯ୍ୟଟି ନିଶ୍ଚିତ ରୂପେ ହେଇପାରିବ। ମଣିଷ ନିଜକୁ ସଚେତନ କରିବା ଦରକାର, ନିଜକୁ ପରିବର୍ତ୍ତନ କରିବା ଦରକାର ଯେ ନିଶା ଦ୍ୱାରା କ'ଣ କ୍ଷତି ହେଉଛି। ଖାଲି କ୍ଷଣିକ ମୁହୂର୍ତ୍ତ ପାଇଁ ଟିକେ ନିଶାରେ ମସଗୁଲ ହେଇ ଟିକେ ଆନନ୍ଦ ନେବା ଅପେକ୍ଷା ସମସ୍ତ ଜୀବନଟି କିଭଳି ଶାନ୍ତି ସୁସ୍ଥ ଆଉ ନିରୋଗୀ ରହିବ ସେଥିପାଇଁ ଆମେ ସମସ୍ତଙ୍କୁ ପ୍ରୟାସ କରିବା ଦରକାର। ନିଶାକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ଦରକାର। ଧନ୍ୟବାଦ।